ଆଜି ଏହି ଆଶୀର୍ବାଦ ପ୍ରାପ୍ତ ବିଶ୍ରାମ ଦିନରେ ଆସନ୍ତୁ ଆମେ ଆତ୍ମା ଓ କନ୍ୟାଙ୍କ ନିକଟକୁ ଆସ ଏହି ଶୀର୍ଷକ ଉପଦେଶ ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ପରମେଶ୍ୱର ବାଇବଲର ସମସ୍ତ 66ଟି ପୁସ୍ତକକୁ ଲିପିବଦ୍ଧ କରିବା ପରେ ଶେଷରେ ଏକ ଚେତାବନୀ ଦେଲେ। ଆସନ୍ତୁ ଆମେ ବାଇବଲର ଶେଷ ଅଧ୍ୟାୟ ପ୍ରକାଶିତ ବାକ୍ୟ ଅଧ୍ୟାୟ 22କୁ ଯିବା ଏବଂ ତାହାଙ୍କ ଚେତାବନୀ ଦେଖିବା। ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 18 ଉପରେ ଏକ ନଜର ପକାଇବା। ଅଧ୍ୟାୟ 22 ପଦ 18, ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ। ସରଳ ଭାଷାରେ କହିବାକୁ ଗଲେ ଏହାର ଅର୍ଥ କିଛି ଯୋଗ କରିବା ନାହିଁ। ଆସନ୍ତୁ ପଦ 19 ଦେଖିବା। ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ଅନ୍ୟ ଶବ୍ଦରେ ଯଦି କେହି ବାଇବଲରୁ କିଛି ଲୋପ କରେ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ଏହାର ଅର୍ଥ କିଛି ଲୋପ କରିବା ନାହିଁ। ଯଦି ଆପଣ ଏଥିରେ କିଛି ଯୋଗ କରନ୍ତି ତେବେ ଆପଣ ନିଜ ଉପରେ ବିପତ୍ତି ଆଣିବେ। ଯଦି ଆପଣ ଏଥିରେ କିଛି ଲୋପ କରନ୍ତି ତେବେ ଆପଣ ସ୍ୱର୍ଗରେ ପ୍ରବେଶ କରିବାର ବିଶେଷ ଅଧିକାର ହରାଇଦେବେ। ଏହି ଶିକ୍ଷା ଆମକୁ ଯୋଗ କିମ୍ବା ଲୋପ ନ କରି ବରଂ ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ଶିକ୍ଷାଗୁଡ଼ିକୁ ବିଶ୍ୱସ୍ତ ଭାବରେ ପାଳନ କରିବାକୁ ଅନୁରୋଧ କରୁନାହିଁ କି? ସେଥିପାଇଁ ଆମମାନଙ୍କୁ ସ୍ପଷ୍ଟ ଭାବରେ ଦେଖିବା ଉଚିତ ଯେ ବାଇବଲ ସେହି ସମସ୍ତ ଲୋକମାନଙ୍କୁ କାହା ପାଖକୁ ଯିବାକୁ ନିର୍ଦ୍ଦେଶ ଦିଏ ଯେଉଁମାନେ ଅନନ୍ତ ସ୍ୱର୍ଗର ଆଶା କରନ୍ତି କୌଣସି ଯୋଗ କିମ୍ବା ଲୋପ କରିବା ବିନା। ଆଜିକାଲି ସତ୍ୟ ଓ ମିଥ୍ୟା ମଧ୍ୟରେ ପାର୍ଥକ୍ୟ କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ମାନକ ନାହିଁ। ଯେତେବେଳେ କୌଣସି ଜିନିଷ ସେମାନଙ୍କ ପସନ୍ଦ ସହିତ ମେଳ ଖାଇଥାଏ କିମ୍ବା ଅନେକ ଲୋକ ଏଥିରେ ସହମତ ହୁଅନ୍ତି, ତେବେ ସେମାନେ ଏହାକୁ ସତ୍ୟ ବୋଲି ବିବେଚନା କରନ୍ତି ଏବଂ ବିପରୀତକୁ ଭୁଲ ବୋଲି ଭାବନ୍ତି। କିନ୍ତୁ ବାଇବଲ ପରମେଶ୍ୱରଙ୍କ ବାକ୍ୟ ଯାହା ଆମ୍ଭମାନଙ୍କ ପରିତ୍ରାଣ ପାଇଁ ଦିଆଯାଇଅଛି ପ୍ରକୃତ ମାନକ ନୁହେଁ କି? ଆଜି ଆସନ୍ତୁ ବାଇବଲରେ କୌଣସି ପରିବର୍ତ୍ତନ ନ କରି ଜାଣିବା ଯେ ପରମେଶ୍ୱର ଆମ୍ଭମାନଙ୍କୁ କାହା ପାଖକୁ ଯିବାକୁ ଏବଂ ଅନନ୍ତ ଜୀବନର ପଥ ଖୋଜିବାକୁ କହିଛନ୍ତି। ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17କୁ ଯିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17, ଆତ୍ମା ଓ କନ୍ୟା କହନ୍ତି। ସେମାନେ କ'ଣ କୁହନ୍ତି? ଆସ। ମାନବ ଜାତି କାହା ନିକଟକୁ ଯିବା ଉଚିତ? ବାଇବଲ ସ୍ପଷ୍ଟ ଭାବରେ ଲେଖା ଅଛି ଆତ୍ମା ଓ କନ୍ୟା ନିକଟକୁ ଆସ। ପୁଣି ପରବର୍ତ୍ତୀ ପଦଟି କୁହେ ଏହି ବାକ୍ୟ ଗୁଡ଼ିକରେ କିଛି ଯୋଗ କର ନାହିଁ କିମ୍ବା ସେଥିରୁ କିଛି ଲୋପ କର ନାହିଁ। ଭାଇ ଓ ଭଉଣୀମାନେ, ଆମ୍ଭେମାନେ କାହା ଉପରେ ନିର୍ଭର କରିବା ଉଚିତ ଏବଂ ଆମ୍ଭମାନଙ୍କର ଆତ୍ମା କାହା ନିକଟରେ ସମର୍ପଣ କରିବା ଉଚିତ ସେ ବିଷୟରେ ବାଇବଲ ପୂର୍ବରୁ ଆମ୍ଭମାନଙ୍କୁ ଜଣାଇଅଛି। ଯଦିଓ ମହାନ ସିଦ୍ଧାନ୍ତ ସୃଷ୍ଟି ହୋଇପାରେ, ଆମେ କାହାକୁ ଖୋଜିବା ଉଚିତ? ଆମ୍ଭେମାନେ ଆତ୍ମା ଓ କନ୍ୟାକୁ ଖୋଜିବା ଉଚିତ। ଏହା ବାଇବଲର ଶେଷ ବାକ୍ୟ ଏବଂ ପରମେଶ୍ୱରଙ୍କ ଅନୁରୋଧ। ଆସନ୍ତୁ ପଦ 17 ପୁଣି ଥରେ ଦେଖିବା। ଆତ୍ମା ଓ କନ୍ୟା କହନ୍ତି ଆସ। ପୁଣି ଯେ ଶୁଣେ ସେ କହୁ ଆସ। ଯେ ତୃଷାର୍ତ୍ତ ସେ ଆସୁ। ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। ଏହା କହିଥାଏ ଆତ୍ମା ଓ କନ୍ୟା ନିକଟକୁ ଆସ ଏବଂ ଜୀବନଦାୟକ ଜଳ ପ୍ରାପ୍ତ କର। ସରଳ ଭାଷାରେ କହିବାକୁ ଗଲେ ଜୀବନଦାୟକ ଜଳ ହେଉଛି ଅନନ୍ତ ଜୀବନ, ହଁ ନା? ଏହି ବିଷୟରେ ଆସନ୍ତୁ ଯୋହନ ଅଧ୍ୟାୟ 4 ପଦ 5 ଦେଖିବା। ଯୋହନ ଅଧ୍ୟାୟ 4 ପଦ 5, ତେଣୁ ସେ ଯାକୁବ ଆପଣା ପୁତ୍ର ଯୋସେଫଙ୍କୁ ଯେଉଁ ଭୂମିଖଣ୍ଡକ ଦାନ କରିଥିଲେ ସେଥିର ନିକଟବର୍ତ୍ତୀ ସୁକାର ନାମକ ସମୀରଣର ଗୋଟିଏ ନଗରରେ ପହଞ୍ଚିଲେ। ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା। ଅତଏବ ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସି ପଡ଼ିଲେ। ସେତେବେଳେ ମଧ୍ୟାହ୍ନ ହୋଇଥିଲା।
ଆଉ ଜଣେ ସମୀରଣିଆ ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା। ଯୀଶୁ ତାହାକୁ କହିଲେ, ମୋତେ ପିଇବାକୁ ଦିଅ। କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ। ସେଥିରେ ସମୀରଣିଆ ସ୍ତ୍ରୀ ତାହାଙ୍କୁ କହିଲେ, ଆପଣ ଜଣେ ଜିହୁଦୀ ହୋଇ କିପରି ସମୀରଣିଆ ସ୍ତ୍ରୀ ଯେ ମୋ ହାତରୁ ପିଇବାକୁ ମାଗୁଅଛନ୍ତି? କାରଣ ସମୀରଣୀୟମାନଙ୍କ ସହିତ ଜିହୁଦୀମାନଙ୍କର ବ୍ୟବହାର ନାହିଁ। ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି ସେ କିଏ? ଏହା ଯେବେ ଜାଣିଥାନ୍ତ, ତାହେଲେ ତୁମ୍ଭେ ତାହାଙ୍କୁ ମାଗିଥାନ୍ତ, ଆଉ ସେ ତାହାକୁ କଣ ଦେଇଥାନ୍ତେ? ଜୀବନ୍ତ ଜଳ ଦେଇଥାନ୍ତେ। ସରଳ ଭାବରେ କହିବାକୁ ଗଲେ ଏହା ହେଉଛି ଜୀବନଦାୟକ ଜଳ। ଏହା ହେଉଛି ସେହି ଦୃଶ୍ୟ ଯେଉଁଠାରେ ଯୀଶୁ ସମୀରଣରେ ସୁଖାର ନାମକ ଏକ ଗାଁର ଏକ କୂଅ ପାଖରେ ଜଣେ ସ୍ତ୍ରୀ ଲୋକଙ୍କ ସହିତ କଥା ହେଉଥିଲେ। ଯଦି ସେ ଜାଣିପାରିଥାନ୍ତେ ଯେ ସେ କିଏ, ତାହାକୁ ଯେ ଜଳ ମାଗୁଛନ୍ତି, ତେବେ ସେ ତାହାଙ୍କୁ କଣ ମାଗିଥାନ୍ତେ? ସେ ଜୀବନଦାୟକ ଜଳ ମାଗିଥାନ୍ତେ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ। ଆସନ୍ତୁ ପଦ 14କୁ ଯିବା। ଆସନ୍ତୁ ପଦ 14 ଦେଖିବା। କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ ସେ କେବେ ହେଁ ତୃଷାର୍ତ୍ତ ହେବ ନାହିଁ। ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଛୁଳି ଉଠୁଥିବ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17ରେ ଆତ୍ମା ଓ କନ୍ୟା କୁହନ୍ତି, ଆସ। ଯେ ତୃଷାର୍ତ୍ତ ସେ ଆସୁ, ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। ଯୋହନ ଅଧ୍ୟାୟ 4ରେ ଯୀଶୁ କହିଲେ, ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି ସେ କିଏ? ଏହା ଯେବେ ଜାଣିଥାନ୍ତ, ତାହେଲେ ତୁମ୍ଭେ ତାହାଙ୍କୁ ମାଗିଥାନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାନ୍ତେ। ଜୀବନଦାୟକ ଜଳର କଣ ଶକ୍ତି ଅଛି? ସେ ଆମ୍ଭମାନଙ୍କୁ ଏହା ପ୍ରତି ଜାଗ୍ରତ କରନ୍ତି ଯେ ଏହା ଜଳର ଏକ ସ୍ରୋତ ହେବ, ଯାହା ଅନନ୍ତ ଜୀବନ ପାଇଁ ପ୍ରବାହିତ ହୋଇଥାଏ। ସେଥିପାଇଁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ଏବଂ ଯୋହନ ଅଧ୍ୟାୟ 4 ମାଧ୍ୟମରେ ନିଶ୍ଚିତ କରିପାରିବା ଯେ ଜୀବନଦାୟକ ଜଳ ଅନନ୍ତ ଜୀବନ ସହିତ ଜଡ଼ିତ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ଏହା ଲେଖାଯାଇଅଛି ଯେ ଆତ୍ମା ଓ କନ୍ୟା ଜୀବନଦାୟକ ଜଳ ଦିଅନ୍ତି, କିନ୍ତୁ ଯୋହନ ଅଧ୍ୟାୟ 4 ଏହା ଲେଖା ଅଛି ଯେ ଯୀଶୁ ଜୀବନଦାୟକ ଜଳ ଦିଅନ୍ତି। ଏବଂ ଯୋହନ ଅଧ୍ୟାୟ 4ରେ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି ସେ କିଏ? ଏହା ଯେବେ ଜାଣିଥାନ୍ତ, ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ। ସମୀରଣୀୟ ସ୍ତ୍ରୀ ତାହାଙ୍କୁ ଜଣେ ସାଧାରଣ ଅପରିଚିତ ଲୋକ ପରି ବ୍ୟବହାର କଲେ। କିନ୍ତୁ ଯଦି ସେ ଜାଣିଥାନ୍ତେ ଯେ ସେ କିଏ ଅଟନ୍ତି ଯିଏ ତାଙ୍କୁ ଜଳ ମାଗୁଥିଲେ, ତେବେ ସେ ତାହାଙ୍କୁ ଅନନ୍ତ ଜୀବନ ପ୍ରଦାନ କରୁଥିବା ଜୀବନଦାୟକ ଜଳ ମାଗିଥାନ୍ତେ। ଆସନ୍ତୁ ଆମେ ଯୋହନ ଅଧ୍ୟାୟ 7କୁ ଯିବା। ଯୋହନ ଅଧ୍ୟାୟ 7 ପଦ 37। ଶେଷ ଦିନ ଅର୍ଥାତ୍ ପର୍ବର ପ୍ରଧାନ ଦିନ ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ, ତେବେ ସେ ମୋ ନିକଟକୁ ଆସି ପାନ କରୁ। ଯେ ମୋ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ କଣ ପ୍ରବାହିତ ହେବ? ଜୀବନ୍ତ ଜଳ ସ୍ରୋତ ପ୍ରବାହିତ ହେଉଥିବ। ଯଦି କେହି ତୃଷିତ, ସେ ମୋ ନିକଟକୁ ଆସି ପାନ କରୁ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17 ଅନୁସାରେ ଆତ୍ମା ଓ କନ୍ୟା କୁହନ୍ତି, ଯେ ଇଚ୍ଛା କରେ ଆମ ନିକଟକୁ ଆସୁ ଏବଂ ଜୀବନଦାୟକ ଜଳ ପ୍ରାପ୍ତ କରୁ। ତଥାପି ଯୋହନ ଅଧ୍ୟାୟ 4 ଏବଂ ଯୋହନ ଅଧ୍ୟାୟ 7ରେ କେବଳ ଯୀଶୁ ଜୀବନଦାୟକ ଜଳ ପ୍ରଦାନ କରନ୍ତି। ଆସନ୍ତୁ ଯିଶାୟା ଅଧ୍ୟାୟ 49 ପଦ 8 ଦେଖିବା। ସଦାପ୍ରଭୁ ଏହି କଥା କୁହନ୍ତି, ଆମେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମେ ତୁମ୍ଭର ସାହାଯ୍ୟ କରିଅଛୁ। ପୁଣି ଆମେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମେ ତୁମକୁ ଲୋକମାନଙ୍କର ନିୟମ ସ୍ୱରୂପ ନିଯୁକ୍ତ କରିବା। ତୁମ୍ଭେ ବନ୍ଦୀଗଣକୁ ବାହାରି ଯାଅ ବୋଲି ଅନ୍ଧକାର ସ୍ଥିତ ଲୋକମାନଙ୍କୁ ଆପଣମାନଙ୍କୁ ଦେଖାଅ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀ ସକଳ ସେମାନଙ୍କର ଚରାସ୍ଥାନ ହେବ। ପଦ 10।
ସେମାନେ କ୍ଷୁଧାର୍ତ କି ତୃଷାର୍ତ ନହିବେ। ଆଉ କ'ଣ? କିଓ ବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ, କାରଣ ଯେ ସେମାନଙ୍କୁ ଦୟା କରନ୍ତି ସେ କିଏ? ସେ ପରମେଶ୍ୱର ଅଟନ୍ତି। ସ୍ୱୟଂ ପରମେଶ୍ୱର ସେମାନଙ୍କୁ ଚଳାଇବେ। ସେ ସେମାନଙ୍କୁ କେଉଁଠାକୁ ନେତୃତ୍ୱ କରିବେ? ଜଳ ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ। ଏଠାରେ କିଏ ମାନବ ଜାତିକୁ ମାର୍ଗଦର୍ଶନ ଏବଂ ନେତୃତ୍ୱ କରିବେ? ପରମେଶ୍ୱର ମାନବ ଜାତିକୁ ଜୀବନଦାୟକ ଜଳର ସ୍ରୋତ ନିକଟକୁ ନେଇଯିବେ। ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 7 ପଦ 14 ଉପରେ ନଜର ପକାଇବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 7 ପଦ 14। ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି। ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କର ଉପାସନା କରନ୍ତି। ପୁଣି ସିଂହାସନ ପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ ସ୍ୱରୂପ ହେବେ। ସେମାନେ ଆଉ କେବେ କ୍ଷୁଧିତ ହେବେ ନାହିଁ। ଆଉ କ'ଣ? କିଓ ବା ଆଉ କେବେ ତୃଷାର୍ତ ହେବେ ନାହିଁ। ସୂର୍ଯ୍ୟ ସେମାନଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତପ୍ତ ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ। କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକଙ୍କ ସେମାନଙ୍କର ମେଷଶାବକ କିଏ? ସେ ହେଉଛନ୍ତି ଯୀଶୁ। ସେ କ'ଣ କରିବେ? ପାଳକ ହେବେ ଓ ସେ ସେମାନଙ୍କୁ କେଉଁଠାକୁ ନେଇଯିବେ? ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ। ପୁଣି ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ। ଯେପରିକି ଆମେ ଦେଖିପାରୁଅଛୁ, ମେଷଶାବକ ସେହି ଲୋକମାନଙ୍କୁ ଯେଉଁମାନେ ପରିତ୍ରାଣ ପ୍ରାପ୍ତ କରିବେ ଜୀବନଦାୟକ ଜଳ ନିର୍ଝର ପାଖକୁ କଢ଼ାଇ ନେଇଯିବେ। ଯିଶାୟା ଅଧ୍ୟାୟ 49 ପଦ 8ରୁ 10ରେ ଲେଖାଯାଇଅଛି ଯେ ପରମେଶ୍ୱର ସେମାନଙ୍କୁ ଜଳର ସ୍ରୋତ ନିକଟକୁ ନେଇଯିବେ। ଏହା ସମାନ ବାର୍ତ୍ତା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ଆତ୍ମା ଓ କନ୍ୟା କୁହନ୍ତି, ଯିଏ ତୃଷାର୍ତ ସେ ଆମ ନିକଟକୁ ଆସ। କିନ୍ତୁ ଯୋହନ ଅଧ୍ୟାୟ 4 ଏବଂ ଅଧ୍ୟାୟ 7 ଅନୁଯାୟୀ ମାନବ ଜାତିକୁ କିଏ ଜୀବନଦାୟକ ଜଳ ଦିଅନ୍ତି? ସେ ହେଉଛନ୍ତି ସ୍ୱୟଂ ଯୀଶୁ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ଲେଖାଯାଇଅଛି, ଆତ୍ମା ଓ କନ୍ୟା ଜୀବନଦାୟକ ଜଳ ଦେବେ। ତେବେ କନ୍ୟା କିଏ ଅଟନ୍ତି? ଆସନ୍ତୁ ଜିଖରିଆ ଅଧ୍ୟାୟ 14 ଉପରେ ନଜର ପକାଇବା ଏବଂ ଦେଖିବା ଯେ ଜୀବନଦାୟକ ଜଳର ସ୍ରୋତକୁ ବାଇବେଲ କିପରି ବର୍ଣ୍ଣନା କରେ। ଜିଖରିଆ ଅଧ୍ୟାୟ 14 ଆସନ୍ତୁ ପଦ 7 ଦେଖିବା। ମାତ୍ର ତାହା ଗୋଟିଏ ଦିନ ହେବ, ତହିଁର ତତ୍ତ୍ୱ ସଦାପ୍ରଭୁଙ୍କୁ ଜଣା। ତାହା ଦିନ ନୁହେଁ ଓ ରାତ୍ରି ନୁହେଁ, ମାତ୍ର ସନ୍ଧ୍ୟା କାଳରେ ଦୀପ୍ତି ହେବ। ପୁଣି ସେଦିନ ଏହା କେଉଁଠାରୁ ନିର୍ଗତ ହେବ? ଜେରୁସାଲେମରୁ ଅମୃତ ଜଳ ନିର୍ଗତ ହେବ। ଅନ୍ୟ ଶବ୍ଦରେ ଜେରୁସାଲେମ ଜୀବନଦାୟକ ଜଳର ସ୍ରୋତ ଅଟନ୍ତି। ପୁଣି ସେଦିନ ଜେରୁସାଲେମରୁ ଅମୃତ ଜଳ ନିର୍ଗତ ହେବ। ତହିଁର ଅର୍ଦ୍ଧେକ ପୂର୍ବ ସମୁଦ୍ର ଆଡ଼େ ଓ ଅର୍ଦ୍ଧେକ ପଶ୍ଚିମ ସମୁଦ୍ର ଆଡ଼େ ଯିବ। ଗ୍ରୀଷ୍ମ କାଳରେ ଓ ଶୀତ କାଳରେ ତାହା ରହିବ। ଯିଶାୟା ଅଧ୍ୟାୟ 49 ଏବଂ ପ୍ରକାଶିତ ବାକ୍ୟ ପଦ 7ର ଉଭୟ ବାକ୍ୟ ଆମ୍ଭମାନଙ୍କୁ ବୁଝାଏ ଯେ ପରମେଶ୍ୱର ସ୍ୱୟଂ ତାହାଙ୍କ ଲୋକମାନଙ୍କୁ ଯେଉଁମାନେ ପରିତ୍ରାଣ ପାଇବାକୁ ଚାହୁଁଛନ୍ତି ଜୀବନଦାୟକ ଜଳର ସ୍ରୋତ ନିକଟକୁ ନେଇଯିବେ। ତେବେ ଏହାର ଅର୍ଥ କ'ଣ ଯେ ପିତା ପରମେଶ୍ୱର ଆମ୍ଭମାନଙ୍କୁ ଜେରୁସାଲେମ ନିକଟକୁ ନେଇଯିବେ, ଯେ ଏହି ଯୁଗରେ ଜୀବନ୍ତ ଜଳର ସ୍ରୋତ ଅଟନ୍ତି? ଏହାର ଅର୍ଥ ହେଉଛି ଯେ ସେ ଆମ୍ଭମାନଙ୍କୁ ଜଣାଇବେ ଯେ ଜେରୁସାଲେମ କିଏ ଅଟନ୍ତି। ଏହି କାରଣରୁ ପିତାଙ୍କ ହସ୍ତଲିଖିତ ନୋଟରେ ଏହା ଲେଖାଯାଇଅଛି, ଇଲିସାୟ ଏଲିୟଙ୍କୁ ଅନୁସରଣ କଲେ, ଜିହୁସୟ ମୂଷାଙ୍କୁ ଅନୁସରଣ କଲେ, ପିତର ଯୀଶୁଙ୍କୁ ଅନୁସରଣ କଲେ, ଆଉ ମୁଁ ମାତାଙ୍କୁ ଅନୁସରଣ କରେ। ସେ ଆମ୍ଭମାନଙ୍କୁ କାହା ପାଖକୁ ନେଇଯାଉଛନ୍ତି? ଜୀବନଦାୟକ ଜଳର ସ୍ରୋତ କିଏ ଅଟନ୍ତି? ସେ ଆମ୍ଭମାନଙ୍କୁ ସ୍ୱର୍ଗୀୟ ମାତା ଜେରୁସାଲେମଙ୍କ ନିକଟକୁ ନେଇଯାଉନାହାନ୍ତି କି? ପୁଣି ସେଦିନ ଜେରୁସାଲେମରୁ ଅମୃତ ଜଳ ନିର୍ଗତ ହେବ। ତହିଁର ଅର୍ଦ୍ଧେକେ ପୂର୍ବ ସମୁଦ୍ର ଆଡ଼େ ଓ ଅର୍ଦ୍ଧେକେ ପଶ୍ଚିମ ସମୁଦ୍ର ଆଡ଼େ ଯିବ।
ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ ଯେ ଜୀବନଦାୟକ ଜଳର ସ୍ରୋତ କିଏ ଅଟନ୍ତି। ପୁଣି ଆସନ୍ତୁ ଦେଖିବା ଯେ ଗାଲାତୀୟ ଅଧ୍ୟାୟ 4 ପଦ 26ରେ ଜେରୁସାଲେମ କାହାକୁ ଦର୍ଶାଇଥାଏ। ଗାଲାତୀୟ ଅଧ୍ୟାୟ 4 ପଦ 26 କିନ୍ତୁ ଉର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନ ସେ। ଜେରୁସାଲେମ କିଏ? ଆମ୍ଭମାନଙ୍କ ଜନନୀ। 2000 ବର୍ଷ ପୂର୍ବେ ସୁଖାର ନାମକ ଏକ ସହରରେ ଯୀଶୁ କହିଲେ, ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି ସେ କିଏ? ଏହା ଯେବେ ଜାଣିଥାନ୍ତ ତାହେଲେ ତୁମ୍ଭେ ତାହାଙ୍କୁ ମାଗିଥାନ୍ତ ଆଉ ସେ ତୁମ୍ଭକୁ ଜୀବନଦାୟକ ଜଳ ଦେଇଥାନ୍ତେ। ଏବଂ ଏହା ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17ରେ ପବିତ୍ର ଆତ୍ମାଙ୍କ ସହିତ ଖାପ ଖାଏ। ସେ ହେଉଛନ୍ତି ପବିତ୍ର ଆତ୍ମା ପରମେଶ୍ୱରଙ୍କ ପୁରୁଷ ପ୍ରତିମୂର୍ତ୍ତି। ତଥାପି ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17 ଅନୁଯାୟୀ ଜୀବନଦାୟକ ଜଳ କିଏ ଦେବେ? ଆତ୍ମା ଓ କନ୍ୟା ଏହା ଦେବେ। ଯେହେତୁ କନ୍ୟା ଶବ୍ଦ ମଧ୍ୟ ଲିପିବଦ୍ଧ ହୋଇଅଛି, ଆମ୍ଭେମାନେ ଦେଖିପାରିବା କନ୍ୟା ସମ୍ପର୍କରେ ପରମେଶ୍ୱରଙ୍କ ଆଉ ଏକ ଭୂମିକା ମଧ୍ୟ ଅଛି। ତାହା ସେହି ଲୋକମାନଙ୍କୁ ମାର୍ଗଦର୍ଶନ କରିବା ଯେଉଁମାନେ ଜୀବନଦାୟକ ଜଳର ସ୍ରୋତ ଦ୍ୱାରା ପରିତ୍ରାଣ ପ୍ରାପ୍ତ କରିବେ। ଅନ୍ୟ ଶବ୍ଦରେ ପରମେଶ୍ୱର ପବିତ୍ର ଆତ୍ମାଙ୍କ ଭୂମିକା ହେଉଛି ତାହାଙ୍କ ସନ୍ତାନମାନଙ୍କୁ ସ୍ୱର୍ଗୀୟ ମାତା ଜେରୁସାଲେମ କନ୍ୟା ନିକଟକୁ ନେଇଯିବା। ଜିଖରେ ଅଧ୍ୟାୟ 14ରେ ଲେଖାଯାଇଅଛି, ସେହିଦିନ ଜେରୁସାଲେମର ଜୀବନ୍ତ ଜଳର ସ୍ରୋତ ପ୍ରବାହିତ ହେବ। ଗାଲାତୀୟ ଅଧ୍ୟାୟ 4 ଅନୁସାରେ ଜେରୁସାଲେମ କିଏ ଅଟନ୍ତି? କିନ୍ତୁ ଉର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନା ସେ ଆମ୍ଭମାନଙ୍କ ଜନନୀ। ଶେଷରେ ପିତା ପରମେଶ୍ୱର ଦ୍ୱିତୀୟ ଥର ପାଇଁ ଏହି ପୃଥିବୀକୁ ଆସିଲେ, ଯାହାଦ୍ୱାରା ସିଓନର ସନ୍ତାନମାନଙ୍କୁ ଜୀବନଦାୟକ ଜଳର ସ୍ରୋତ ମାତା ପରମେଶ୍ୱରଙ୍କ ପ୍ରତି ଜାଗ୍ରତ କରିପାରିବେ। ପିତାଙ୍କ ହସ୍ତଲିଖିତ ନୋଟରେ ସେ କହିଲେ, ମୁଁ ମାତାଙ୍କୁ ଅନୁସରଣ କରେ ଏବଂ ଆମ୍ଭମାନଙ୍କୁ ଆଲୋକିତ କଲେ ଯେ ଆମ୍ଭେମାନେ ତାହାଙ୍କୁ ଅନୁସରଣ କରିବା ଉଚିତ। ଯୋହନ ଅଧ୍ୟାୟ 13 ପଦ 15କୁ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। ସେଥିପାଇଁ ଆମ୍ଭେମାନେ ସୁସମାଚାରରେ ଥିବା ପରମେଶ୍ୱରଙ୍କ ଶିକ୍ଷାକୁ ଅନୁଗ୍ରହର ସହିତ ପାଳନ କରିବା ଉଚିତ, ଯାହାକୁ ପିତା ଏବଂ ମାତା ନେତୃତ୍ୱ କରୁଅଛନ୍ତି। ତେବେ ଏହି ଯୁଗରେ ଆମେ କ'ଣ କରିବା ଉଚିତ? ଆସନ୍ତୁ ଜିସାୟା ଅଧ୍ୟାୟ 62 ପଦ 6 ଦେଖିବା। ହେ ଜେରୁସାଲେମ, ଆମ୍ଭେ ତୁମର ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ, ସେମାନେ ଦିନ କି ରାତି କଦାଚ ନୀରବ ନହିବେ। ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେ ପର୍ଯ୍ୟନ୍ତ ଜେରୁସାଲେମକୁ ସ୍ଥାପନ ନ କରନ୍ତି ସେ କାହାକୁ ସ୍ଥାପନ କରିବେ? ସେ ଜେରୁସାଲେମକୁ ସ୍ଥାପନ କରିବେ। ଗାଲାତୀୟ ଅଧ୍ୟାୟ 4 ଅନୁସାରେ ଜେରୁସାଲେମ କିଏ ଅଟନ୍ତି? ଏହିପରି ସେ ସିଓନର ସନ୍ତାନମାନଙ୍କ ପାଇଁ ମାତାଙ୍କୁ ସ୍ଥାପନ କରିବେ, ଯେପରି ସେମାନେ ତାହାଙ୍କ ପାଖକୁ ଆସିପାରିବେ। ଏହା ଜିସାୟା ଅଧ୍ୟାୟ 62 ପଦ 7ରେ ଲେଖା ଅଛି। ସେ ଯେ ପର୍ଯ୍ୟନ୍ତ ଜେରୁସାଲେମକୁ ସ୍ଥାପନ ନ କରନ୍ତି ଓ ସେ ତାକୁ କ'ଣ କରିବେ? ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେ ପର୍ଯ୍ୟନ୍ତ ତୁମେମାନେ ବିଶ୍ରାମ କର ନାହିଁ କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ। ଜେରୁସାଲେମର ପ୍ରାଚୀରରେ ଥିବା ପ୍ରହରୀମାନେ ଦିନ ରାତି କେବେ ନୀରବ ରହିବା ଉଚିତ ନୁହେଁ। ସେମାନେ ଜେରୁସାଲେମ ବିଷୟରେ ଘୋଷଣା କରିବା ଉଚିତ, ସାକ୍ଷ୍ୟ ଦେବା ଉଚିତ ଏବଂ ପ୍ରଚାର କରିବା ଉଚିତ। ଏହି ଯୁଗରେ ଆମ୍ଭମାନଙ୍କୁ ବିଶ୍ରାମ ଦିନ, ନିସ୍ତାର ପର୍ବ, 3 ସମୟର 7 ପର୍ବ ଏବଂ ନୂତନ ନିୟମର ସମସ୍ତ ବ୍ୟବସ୍ଥାକୁ ପ୍ରଚାର କରିବା ଉଚିତ। କିନ୍ତୁ ଯେତେବେଳେ ଆମେ ପିତା ଏବଂ ମାତାଙ୍କୁ ଜାଣିପାରିବା, ସେତେବେଳେ ଆମେ ପିତା ଏବଂ ମାତାଙ୍କ ନିକଟକୁ ଆସିପାରିବା। ଯଦିଓ କାହାର ବହୁତ ଜ୍ଞାନ ଅଛି, ସେମାନେ ଜୀବନଦାୟକ ଜଳର ସ୍ରୋତ ପିତା ଏବଂ ମାତାଙ୍କ ପାଖକୁ ଆସିପାରିବେ ନାହିଁ, ଯିଏ ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିପାରିବେ। ଯୀଶୁଙ୍କ ସମୟରେ ମଧ୍ୟ ଜିହୁଦୀମାନେ ବ୍ୟବସ୍ଥା ବିଷୟରେ ବହୁତ ଜ୍ଞାନ ଥିବା ସତ୍ତ୍ୱେ ମଧ୍ୟ ସେମାନେ ଯୀଶୁଙ୍କୁ ଗ୍ରହଣ କରିପାରି ନଥିଲେ। ଏହି କାରଣରୁ ସେମାନଙ୍କୁ କେବେ ମଧ୍ୟ ଉଦ୍ଧାର ଦିଆଯାଇ ନଥିଲା। ପରମେଶ୍ୱର ଚାହାନ୍ତି ଯେ ଆମେ ଆତ୍ମା ଓ କନ୍ୟା ନିକଟକୁ ଯିବା, ଯିଏ ଆମମାନଙ୍କୁ ଜୀବନଦାୟକ ଜଳ ଅନନ୍ତ ଜୀବନ ଦେଇପାରିବେ। ଏବଂ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 କହିଥାଏ, ପରମେଶ୍ୱରଙ୍କ ବାକ୍ୟରେ କେବେ କିଛି ଯୋଗ କର ନାହିଁ କିମ୍ବା ଲୋପ କର ନାହିଁ। ଆତ୍ମା ଓ କନ୍ୟାଙ୍କୁ ଖୋଜ, ସେମାନଙ୍କ ନିକଟକୁ ଯାଅ।
ବାଇବଲର 66ଟି ପୁସ୍ତକର ଶେଷରେ ପରମେଶ୍ୱର ମାନବ ଜାତିକୁ ଏହା କରିବା ପାଇଁ କହୁଛନ୍ତି। ଦୁନିଆ ଦିନକୁ ଦିନ ଅନ୍ଧକାରମୟ ହେବାରେ ଲାଗିଛି। ସେମାନେ ବାଇବଲରେ ପରମେଶ୍ୱରଙ୍କ ମହାନ ଶିକ୍ଷାକୁ କେବଳ କାହାଣୀ ଭାବରେ ମନେ କରନ୍ତି। କିଛି ୟୁରୋପୀୟ ଦେଶରେ ଅଧିକରୁ ଅଧିକ ଲୋକ ବାଇବଲରେ ବିଶ୍ୱାସ କରୁନାହାନ୍ତି। ଏହି ସତ୍ୟ ଭିତରେ ଯେ ବାଇବଲ ସତ୍ୟ, ଆମେ ବୁଝିପାରିବା ଯେ ପରମେଶ୍ୱର ପୃଥିବୀକୁ ଶୂନ୍ୟରେ ଝୁଲାଇଲେ ଏବଂ ଆୟୁବଙ୍କ ମାଧ୍ୟମରେ ଜଳଚକ୍ରର ବ୍ୟାଖ୍ୟା କଲେ, ଯାହା ପ୍ରାୟ 3500 ବର୍ଷ ପୂର୍ବେ ଲେଖାଯାଇଥିଲା। ଏହା ସହିତ ଦାନିଏଲ ଅଧ୍ୟାୟ 2, 7 ଏବଂ 8 ମାଧ୍ୟମରେ ବାଇବେଲ ବାବିଲରୁ ମାଦୀୟ ପାରସ୍ୟ ପର୍ଯ୍ୟନ୍ତ, ମାଦୀୟ ପାରସ୍ୟରୁ ଗ୍ରୀସ ପର୍ଯ୍ୟନ୍ତ, ଗ୍ରୀସରୁ ରୋମ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକର ଉତ୍ଥାନ ଏବଂ ପତନର ବ୍ୟାଖ୍ୟା କରେ। ଏପରିକି ଯେତେବେଳେ ରାଜ୍ୟଗୁଡ଼ିକ ପ୍ରକଟ ମଧ୍ୟ ହୋଇନଥିଲା, ସେତେବେଳେ ମଧ୍ୟ ପରମେଶ୍ୱର ପୂର୍ବରୁ ଜଣାଇଥିଲେ ଯେ ଇତିହାସ କିପରି ଆଗକୁ ବଢ଼ିବ। ସେଥିପାଇଁ ଆମ୍ଭେମାନେ ବାଇବେଲର ସମସ୍ତ ବାକ୍ୟ ସହିତ କ'ଣ କରିବା ଉଚିତ? ଯୋଗ କର ନାହିଁ କିମ୍ବା ଲୋପ କର ନାହିଁ। ସବୁକିଛି ନିଶ୍ଚିତ ଭାବରେ ପୂରଣ ହେବ ଯେପରିକି ଲେଖା ଅଛି। ତେବେ ଏହି ଦୁନିଆରେ ଲୋକମାନେ କାହାକୁ ଖୋଜିବା ଉଚିତ? ଆମ୍ଭମାନଙ୍କୁ ସେମାନଙ୍କୁ ମାର୍ଗଦର୍ଶନ କରିବା ଉଚିତ, ଯାହାଦ୍ୱାରା ସେମାନେ ଆତ୍ମା ଓ କନ୍ୟା ନିକଟକୁ ଆସିପାରିବେ ଏବଂ ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଜେରୁସାଲେମର ଗୌରବର ପ୍ରଚାର କରିପାରିବା। ପରମେଶ୍ୱର ଏହା ମଧ୍ୟ କୁହନ୍ତି, କେବଳ ସେହିମାନେ ଯେଉଁମାନେ ଆତ୍ମା ଓ କନ୍ୟାଙ୍କ ଦ୍ୱାରା ଦିଆଯାଇଥିବା ଜୀବନଦାୟକ ଜଳ ପ୍ରାପ୍ତ କରନ୍ତି ମୋହର ସନ୍ତାନ ହେବେ। ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 21ରେ ଏହାକୁ ନିଶ୍ଚିତ କରିବା। ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 21 ପଦ 5 ଉପରେ ଏକ ନଜର ପକାଇବା। ପରେ ସିଂହାସନ ପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମେ ସମସ୍ତ ବିଷୟ ନୂତନ କରୁଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ। ଏହାର ଅର୍ଥ କ'ଣ? ଯେହେତୁ ଏହି ଶବ୍ଦଗୁଡ଼ିକ 100%, 1000%, 10,000% ବିଶ୍ୱାସଯୋଗ୍ୟ, ସେଥିପାଇଁ ଆମମାନଙ୍କୁ ଏଥିରେ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରିବା ଉଚିତ। ପଦ 5, ପରେ ସିଂହାସନ ପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମେ ସମସ୍ତ ବିଷୟ ନୂତନ କରୁଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ। ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି। ଆମ୍ଭେ କ ଓ କ୍ଷୟ, ଆଦି ଓ ଅନ୍ତ, ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନ ରୂପ ନିର୍ଝରରୁ ବିନା ମୂଲ୍ୟରେ ପାନ କରିବାକୁ ଦେବୁ। ଯେ ଜୟ କରେ ସେ ଏହି ସମସ୍ତର ଅଧିକାରୀ ହେବ। ଆମ୍ଭେ, ସେ କିଏ ହେବେ? ତାହାର ଈଶ୍ୱର ହବୁ, ପୁଣି ସେ ଆମ୍ଭର ପୁତ୍ର ହବ। ଯେଉଁମାନେ ଜୀବନଦାୟକ ଜଳର ସହିତ ଆତ୍ମା ଓ କନ୍ୟାଙ୍କ ନିକଟକୁ ଆସି ବିଶ୍ୱାସ କରନ୍ତି, ସେମାନଙ୍କର କ'ଣ ହେବ? ପରମେଶ୍ୱର ଆମମାନଙ୍କୁ ଜଣାଇଲେ ଯେ ସେମାନେ ତାହାଙ୍କର ସନ୍ତାନ ହେବେ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ଆମମାନଙ୍କୁ ଶିକ୍ଷା ଦିଏ ଯେ ଏହି ସନ୍ତାନମାନେ ସ୍ୱର୍ଗରେ ଚିରକାଳ ପାଇଁ ରାଜା ଭାବରେ ରାଜତ୍ୱ କରିବେ। ଆସନ୍ତୁ ଅଧ୍ୟାୟ 22କୁ ଯିବା। ଆସନ୍ତୁ ପଦ 3 ଦେଖିବା। କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ। ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ। ପୁଣି ସେମାନେ କ'ଣ କରିବେ? ଯୁଗେ ଯୁଗେ ରାଜତ୍ୱ କରିବେ। ଅଧ୍ୟାୟ 22 ପଦ 1ରେ ଆମ୍ଭେମାନେ ସେମାନଙ୍କ ବିଶେଷତାଗୁଡ଼ିକୁ ଦେଖିପାରିବା, ଯେଉଁମାନେ ଚିରକାଳ ରାଜତ୍ୱ କରିବେ। ଆସନ୍ତୁ ଅଧ୍ୟାୟ 22 ପଦ 1 ଦେଖିବା। ପରେ ସେ ମୋତେ ସ୍ୱର୍ଗଦୂତ ତାହାଙ୍କୁ କ'ଣ ଦେଖାଇଲେ? ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜଳ। ପୁଣି ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି। ସେହି ନଦୀର ଉଭୟ ପାର୍ଶ୍ୱରେ 12 ଥର ଫଳଦାୟକ ଜୀବନ ବୃକ୍ଷ ଅଛି। ସେଥିରେ ପ୍ରତି ମାସରେ ଫଳ ଫଳେ। ପୁଣି ସେହି ବୃକ୍ଷର ପତ୍ର ଜାତି ସମୂହର ଆରୋଗ୍ୟକାରକ।
କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ୱର ଓ ମେଷ ଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ। ରାତ୍ରି ଆଉ ହେବ ନାହିଁ ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। ଜିଖରୟ ଅଧ୍ୟାୟ 14 ପଦ 7 ଅନୁସାରେ ଜୀବନଦାୟକ ଜଳ କାହାଠାରୁ ନିର୍ଗତ ହୋଇଥାଏ? ଏହା ଜିରୁସାଲେମର ପ୍ରବାହିତ ହୋଇଥାଏ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ଜିରୁସାଲେମର ଉଲ୍ଲେଖ କରାଯାଏ ନାହିଁ। ଏହା ଲେଖା ଅଛି ଯେ ଜୀବନଦାୟକ ଜଳ ପରମେଶ୍ୱରଙ୍କ ସିଂହାସନରୁ ପ୍ରବାହିତ ହୋଇଥାଏ। ଯେଉଁମାନେ ଏହାକୁ ସରଳ ଦୃଷ୍ଟିରେ ଦେଖନ୍ତି ସେମାନଙ୍କ ପାଇଁ ଏହାକୁ ଭୁଲ ବୁଝିବା ସହଜ ହେବ। ତଥାପି ପରମେଶ୍ୱର ସମାନ କଥା ବୁଝାଉଛନ୍ତି। ଆସନ୍ତୁ ଜିରିମିୟ ଅଧ୍ୟାୟ 3 ପଦ 17 ଉପରେ ଏକ ନଜର ପକାଇବା। ସେ ସମୟରେ ଲୋକମାନେ ଜିରୁସାଲେମକୁ କାହାର ସିଂହାସନ କହିବେ? ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ, ଆଉ ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଜିରୁସାଲେମରେ ସଂଗୃହୀତ ହେବେ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ଏହା କୁହାଯାଇଅଛି ଯେ ଜୀବନଦାୟକ ଜଳ ପରମେଶ୍ୱରଙ୍କ ସିଂହାସନରୁ ପ୍ରବାହିତ ହେବ, ଏବଂ ଜିଖରେ ଅଧ୍ୟାୟ 14 ପଦ 6ରୁ 8ରେ ଏହା କୁହାଯାଇଅଛି ଯେ ଜିରୁସାଲେମର ଜୀବନଦାୟକ ଜଳ ପ୍ରବାହିତ ହେବ। ଏହି ପଦଗୁଡ଼ିକୁ ଦୁଇଟି ଭିନ୍ନ ବିଷୟରେ କହେକି ସେଗୁଡ଼ିକର ସମାନ ଅର୍ଥ ଅଛି। ଜିରୁସାଲେମ କିଏ ଅଟନ୍ତି? ସେ ଆମ୍ଭମାନଙ୍କର ମାତା ଅଟନ୍ତି। ବାଇବଲ ଏହା ବିଷୟରେ ବିଭିନ୍ନ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରେ, କେତେବେଳେ ସଦାପ୍ରଭୁଙ୍କ ସିଂହାସନ ଭାବରେ ଆଉ କେତେବେଳେ ଜିରୁସାଲେମ ଭାବରେ। ଜିରିମିୟ ଅଧ୍ୟାୟ 3 ପଦ 17ରେ ଜିରୁସାଲେମକୁ ପରମେଶ୍ୱରଙ୍କ ସିଂହାସନ ଭାବରେ ପ୍ରକାଶ କରାଯାଇଅଛି। କଣ ଏହାର ଅର୍ଥ ଏହା ନୁହେଁ ଯେ ଜିରୁସାଲେମର ଜୀବନଦାୟକ ଜଳ ପ୍ରବାହିତ ହେବ? 2000 ବର୍ଷ ପୂର୍ବେ ଯେତେବେଳେ ଯୀଶୁ ସମରଣିଆ ସ୍ତ୍ରୀ ସହିତ କଥା ହେଉଥିଲେ, ସେତେବେଳେ ସେ କହିଲେ, ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି ସେ କିଏ? ଏହା ଯେବେ ଜାଣିଥାନ୍ତ, ତାହେଲେ ତୁମ୍ଭେ ତାହାଙ୍କୁ ମାଗିଥାନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାନ୍ତେ। ଏହି ଯୁଗରେ ମଧ୍ୟ ଏହା ସମାନ। ଯଦି ଲୋକମାନେ ଜାଣିଥାନ୍ତେ ଯେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17ରେ ଆତ୍ମା ଓ କନ୍ୟା କିଏ ଅଟନ୍ତି, ତେବେ ସେମାନେ ଆତ୍ମା ଓ କନ୍ୟାଙ୍କ ନିକଟକୁ ଯାଇ ଜୀବନଦାୟକ ଜଳ ମାଗିଥାନ୍ତେ। ଜୀବନଦାୟକ ଜଳ ଅନନ୍ତ ଜୀବନ ପାଇଁ ପ୍ରବାହିତ ହେଉଥିବା ଜଳର ସ୍ରୋତ ହୋଇଯିବ। ସେଥିପାଇଁ ଆମମାନଙ୍କୁ ଆତ୍ମା ଓ କନ୍ୟାଙ୍କୁ ଅନନ୍ତ ଜୀବନ ମାଗିବା ଉଚିତ। କେବଳ ସେତେବେଳେ ଆମେ ସ୍ୱର୍ଗରାଜ୍ୟକୁ ଫେରିପାରିବା, ଏକ ଏପରି ଦୁନିଆ ଯେଉଁଠାରେ ଆଉ ମୃତ୍ୟୁ ନାହିଁ। ଏହା ବ୍ୟତୀତ ପରମେଶ୍ୱର ଆମମାନଙ୍କୁ କଣ କହିବେ? ତୁମେ ମୋର ପୁତ୍ର, ତୁମେ ମୋର କନ୍ୟା। ଆଜି ଆମେ ଆତ୍ମା ଓ କନ୍ୟାଙ୍କୁ ଆହ୍ୱାନର ପ୍ରତିକ୍ରିୟାରେ ଏକତ୍ରିତ ହୋଇଅଛୁ। ଯେପରି ପରମେଶ୍ୱର ଆମମାନଙ୍କୁ ଶିକ୍ଷା ଦେଇଅଛନ୍ତି, ଆମ୍ଭେମାନେ ବିଶ୍ରାମ ଦିନ ଓ ନିସ୍ତାର ପର୍ବ ପାଳନ କରିଥାଉ। ଆମ୍ଭେମାନେ 3 ସମୟର 7ଟି ପର୍ବକୁ ପାଳନ କରୁ ଏବଂ ନୂତନ ନିୟମରେ ପିତା ଏବଂ ମାତାଙ୍କ ସହିତ ଚାଲିଥାଉ। ପରମେଶ୍ୱର ଆମ୍ଭମାନଙ୍କ ପାଇଁ ଗୌରବମୟ ସିଂହାସନ ପ୍ରସ୍ତୁତ କରୁଅଛନ୍ତି, ଯେଉଁଠାରେ ଆମ୍ଭେମାନେ ଯୁଗେ ଯୁଗେ ରାଜତ୍ୱ କରିବା। କିଛି ଲୋକଙ୍କ ଦ୍ୱାରା ତିଆରି କରାଯାଇଥିବା ମନଗଢ଼ା କାହାଣୀଗୁଡ଼ିକ ଉପରେ ଆମ୍ଭମାନଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ନାହିଁ। ମୁଁ ଆଶା କରୁଅଛି ଯେ ଆମ୍ଭେମାନେ ପରମେଶ୍ୱରଙ୍କ ପ୍ରତିଜ୍ଞାରେ ବିଶ୍ୱାସର ସହିତ ଅଧିକ ଆଶୀର୍ବାଦ ପ୍ରାପ୍ତ, ଉତ୍ପାଦନକ୍ଷମ ଏବଂ ଆଶାବାଦୀ ଜୀବନ ବଞ୍ଚିବା। ସ୍ୱର୍ଗୀୟ ପିତା ଏବଂ ମାତା ଆମ୍ଭମାନଙ୍କୁ ଆଶା ଦେଇଛନ୍ତି। ଆମେ ସବୁବେଳେ ସେମାନଙ୍କୁ ଧନ୍ୟବାଦ ଏବଂ ପ୍ରଶଂସା କରିବା ଉଚିତ ନୁହେଁ କି? ବର୍ତ୍ତମାନ ଅର୍ଥନୀତି ଭଲ ନାହିଁ ଏବଂ ଅନେକ ପରିସ୍ଥିତି ପ୍ରତିକୂଳ ରହିଛି। ଆମେ ଏପରି ଯୁଗରେ ବଞ୍ଚୁଅଛୁ ଯେଉଁଠାରେ ଲୋକମାନଙ୍କର ଜୀବନ କଷ୍ଟକର। ତଥାପି ଏହି ଜୀବନ ହିଁ ସବୁ କିଛି ନୁହେଁ, ହଁ ନା? ସ୍ୱର୍ଗ ବିଷୟରେ ଚିନ୍ତା କରି ଯେ ଏହି କ୍ଷଣକାଳ ସ୍ଥାୟୀ ଦୁନିଆ ପରେ ଆମ୍ଭେମାନେ କେଉଁଠାକୁ ଯିବା? ଆସନ୍ତୁ ଆମେ ଆଜିର କଷ୍ଟକୁ ଦୂର କରିବା, ଯାହାଦ୍ୱାରା ଆମେ ସ୍ୱର୍ଗର ଅନନ୍ତ ରାଜ୍ୟର ଅନନ୍ତ ଜୀବନ ଏବଂ ଆଶୀର୍ବାଦର ଆନନ୍ଦ ଉପଭୋଗ କରିପାରିବା।
ଆମେ ଖୁସି ଅଟୁ କାରଣ ଆମ୍ଭମାନଙ୍କ ପାଖରେ ପରମେଶ୍ୱର ଆମ୍ଭମାନଙ୍କର ପିତା ଏବଂ ମାତା ଅଛନ୍ତି। ଆମେ ଖୁସି ଅଟୁ କାରଣ ସ୍ୱର୍ଗରାଜ ଅଛି। ଆମେ ଖୁସି ଅଟୁ କାରଣ ଆମେ ଏକା ସଙ୍ଗେ ଅଛୁ। ଯଦିଓ ସମସ୍ତେ ଏପରି ଏକ ଦୁନିଆରେ ବାସ କରନ୍ତି ଯେଉଁଠାରେ କେବଳ ମୁଁ ଅଛି, କିନ୍ତୁ ଆମ୍ଭେମାନେ ଦୁନିଆ ମଧ୍ୟରେ ରହିବା ଉଚିତ, ପରସ୍ପରର ଯତ୍ନ ନେବା ଉଚିତ। ଆସନ୍ତୁ ଆମେ ପିତା ଏବଂ ମାତାଙ୍କ ଦ୍ୱାରା ଦିଆଯାଇଥିବା ଆଜ୍ଞାକୁ ପାଳନ କରି ପରସ୍ପରକୁ ଉତ୍ସାହିତ କରିବା। ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର। ଯେତେବେଳେ ଆମେ ସ୍ୱର୍ଗ ପାଇଁ ଆମ୍ଭମାନଙ୍କର ଆଶାକୁ ଭୁଲିଯାଉ, ସେତେବେଳେ ଯନ୍ତ୍ରଣା, ପୀଡ଼ା ଏବଂ ଚିନ୍ତା ଉତ୍ପନ୍ନ ହୋଇଥାଏ। ଯେହେତୁ ପରମେଶ୍ୱର ସ୍ୱର୍ଗରେ ମହାନ ଆଶୀର୍ବାଦ ସଞ୍ଚୟ କରୁଅଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଯତ୍ନର ସହିତ ଦୌଡ଼ିବାକୁ ଅନୁରୋଧ କରୁଅଛି। ଏହା ସହିତ ମୁଁ ଏହି ଉପଦେଶ ଶେଷ କରିବାକୁ ଚାହିଁବି। ଆପଣଙ୍କୁ ଅନେକ ଧନ୍ୟବାଦ।